हेलो सांग मैंने गुड मॉर्निंग आज न्यू वीडियो को स्वागत माने आज एमती गोटे दिन जहाँकि मो फास्ट टाइम ये पलि माने कौटी भुवनेश्वर सकाल सकाल कम को आसी जगार भितर कम हो जगह कम को आसी बुलिया नुह कम को आई सकाल सकाल डायनोसर पचपटे पर भुकुंट देख डायनोसर भुकुंट हलुंट आठी मुझे अच्छी आ पचपटे गोटे बड़ हाथीटा स्टाचू अच्छी आ कौन करी सकाल सकाल तो जोग भोग को ये आज कम हो देख गोटे बड़ हाथी सेपटे डायनोसर बड़ी करुँच आएपटे अच्छी म्यूजियम भितर यहाँ म्यूजियम भितरटा म्यूजियम भितर यही जगह को आज कम करने एगुड़ा आज कम हम ये चाली बंधा हम आज आमर ये चाली बंधा हम कम आसी चाली बंधा कम आसी सुजोग पाईगली कि सबुआड़े बुलिकी देखी तेणुक बुलिकी देखीद आज कौन जहाँ हम ना लिखाई भल होता मुझे म्यूजियम भितर को पलि भितर को आसिक मानक देखुची ना जानी ना जानी कौन कर पाखे जेहेतु अच्छी देखीदे आए आम पूर्वर सब माने देश को जो मैंने सब सैन्य बाहिनी थे से सब एपटे छिड़ा आम देशर सैन्य बाहिनी यपटे लाइन में छिड़ा यहीटा हूँ एक्चुअली जो गृह अच्छी से गृह है माने गोला बारूद जो गृह रखाई से गृह में अच्छी गोला बारूद सब अच्छी गोला बारूद मैंने बड़ बड़ बंधुक तोप आ वीर सैन्य मैंने एम सब अच्छा ये देखो मो बैक साइड अच्छी सैन्य मैंने ये फ्रंट में देखा ये देख आम माने पूर्वपुरुषंकर एठी होची अस्त्र शस्त्र लुहार खंडा यही मान सब धरिकी युद्ध करते यही मान सब युद्ध करते सब ये हत्यार यहाँ हूँ हत्यार खंडा कहने खंडा एठी अच्छी तक फारसा यहाँ फारसा ये भी गोटे गोटे फारसा आए पूरा सीधा खंडा आउ मेन जिन देख यहाँ हूँ तोप यहाँ आसगला तोप माने यहीटा 4 फुट्र अच्छी ये तोप गुरा है 4 फुट्र या विशाल विशाल तोप यहाँ देखो ये है 3 फुट्र 4 फुट्र तोप अच्छी 4 फुट्र तोप माने 300 खंडे 4 फुट्र तोप माने कांधे जोटा फुटे पारे आउ जो सब बड़ बड़ ये देख विशाल विशाल तोप माने यहाँ मेसीन गन यहाँ मेसीन गन यहाँ मेसीन गन যন্ত্র চালিত বন্দুক এটা মেশিন গন আর এটা হচ্ছে তোপ সবু আছে आ गोटे सबुठ बड़ बंधुक देखा मिनिममटा 20 फुट 30 फुट्र बंधुक ये देख माने यहाँ पूरा टोटाल काठटा
ମାନେ ଏମିତି କେମିତି ଧରିକି ଚଲାନ୍ତି ମୁଁ କାହିଁ ନିଜେ ବି ବିଶ୍ୱାସ କରିପାରୁନି। ଏଇଟା ହେଉଛି 20 ଫୁଟର ବନ୍ଧ, 20-30 ଫୁଟର ବନ୍ଧ, ଆର ଲମ୍ବ ପୁରା 20 ଫୁଟ ହେଇଯିବ। ଏଇଟା ଟୋଟାଲ ଏଇଟା କାଠଟା, ଏଇଟା କାଠଟା ହେଲା, ଏଇଟା କାଠ, ଏଇଟା ହେଲା ଲୁହା, ଏଇଟା ଲୁହା। ଅଭ୍ୟାସଟି ଧରିକି ଗହନ ଜେଡ଼ିଟା ହେଇଛି ତମେ ରୋକିପାରିବ? ମେସିନ୍ ଗହନ ମାନେ ଦେଖିଦେ ରୋକିପାରିବ ଗଲା ଏଇଟା ଏଇଟା ରୋକିପାରିବ। ଆରେ ସିଏ ଯେଉଁ ଗହନ ହେଲା ଏଇ ଯେଉଁ ତୋପ ଗୁରା ଏଇ ଗୋଟିକା ସଲ୍ଭ ଗୁରା KGF ଫଟୋଟା ସେଲ୍ଫି ଉଠେଇଦେ। ଏଇଟା ହେଲା ବିଶାଳ ତୋପ, ମାନେ ଏଇପଟେ ନିଆଁ ଜଳି, ଏଇପଟେ ନିଆଁ ଥୁଆ ହେବ, ବାଦ ସେପଟେ ଖୋନ୍ଦା ହେଇଗଲେ ଏଇଟା ନିଆଁ ପଡ଼ିଯିବ, ଏଇଟା ରକେଟ୍ ଭଳିଆ ଯିବ ଆଉ ଏଇଟା ଗୋଟେ ଶଗଡ଼ ତୋପ, ଏଇଟା ଶଗଡ଼ ତୋପ। ଆଉ ଏତେ ମାନେ ଛୋଟ ତୋପ ଏଇଟା। ଆସିଗଲା ବନ୍ଧୁକ, ଇଏ ହେଲା ସିଙ୍ଗଲ୍ ସଟ୍ ବନ୍ଧୁକ, ମାନେ ଗୋଟେ ଗୁଳି ପଶିବ ଏକାଥରେ ଫୁଟିବ। ଆର ଲମ୍ବ ଅଛି ନା 5 ଫୁଟ ଖଣ୍ଡେ ହେବ, ହଁ 5 ଫୁଟରୁ 6 ଫୁଟ ଖଣ୍ଡେ ହେବ। ଗୋଟେ ବନ୍ଧୁକ 5 ଫୁଟ 6 ଫୁଟ। ଏଇମାନେ ସବୁ ମାନେ ଧରନ୍ତି, ଏଇମାନେ ସବୁ ଧରନ୍ତି। ଏଇମାନେ ସବୁ ଧରନ୍ତି ଏ ବନ୍ଧୁକ। ଏ ବନ୍ଧୁକର ୱେଟ୍ ତ ଯାହା ବି ହେଲେ କାଚ ଭିତରେ ଜଣାବନି, ଯାହା ବି ହେଲେ 3-4 କିଲୋରୁ 5 କିଲୋ ଭିତରେ ଥିବ। ଗୋଟେ ବନ୍ଧୁକର ଲମ୍ବା ହେଉଛି 5 ଫୁଟ ଭିତରେ, ଏଇଟା 4 ଫୁଟ 5 ଫୁଟ, ମାନେ ଗୋଟିକିଆ ଗୁଳି ପଶିବ ଆଧରେ ଡାଇରେକ୍ଟ ଫୁଟିବ ନା, ଗୋଟିକିଆ ବନ୍ଧୁକ। ଏଇଟା ସବୁଠୁ ବଡ଼, ଏଇଟା 6 ଫୁଟ 7 ଫୁଟ ହେବ। ଏଇ ବନ୍ଧୁକଟା 6 ଫୁଟରୁ 7 ଫୁଟ ହେବ। ଆଉ ଏପଟେ ବି ସେଇ ଛୋଟ ତୋପ ଅଛି ଆଉ। ହଉ, ଏବେ ଆମେ ଚାଲିଲୁ ଗୋଳାବାଦ ଗୃହରୁ ବାହାରିକି ଯାଉଛୁ, ନେକ୍ସଟ ଗୃହକୁ ଯାଉଛୁ, ତାପରେ ଦେଖୁଛୁ। ଏବେ ଆସିଗଲି ମୁଁ କେଉଁଠିକି, ଏଇଟା ହେଉଛି ମୂର୍ତ୍ତି ସଂଗ୍ରହାଳୟ, ମାନେ ଯେତେ ସବୁ ପୁରୁଣାର ପ୍ରାଚୀନ ମୂର୍ତ୍ତି ସେ ସବୁ ୟା ଭିତରେ ଅଛି। ଏ ଦେଖ କେତେ ପ୍ରାଚୀନ ମୂର୍ତ୍ତି ପୁରା। ଏଇଟା ସୂର୍ଯ୍ୟ ମୂର୍ତ୍ତି, ଏ ସବୁ ମୂର୍ତ୍ତି ସବୁ ରଖାଯାଇଛି ଏଠି। ବାଳ ଗୋପାଳ ଏଇଟା। ଉମା ମହେଶ୍ୱର। ଏପଟେ ବାୟୁ, କୁବେର ଆଉ ବରୁଣ ଏସବୁ ଅଛି ଆଉ। ନୈରତ ଆସ୍ତିଶଙ୍କର ଫଳକର। ଏବେ ଆମେ ଆସିଗଲୁ କେଉଁଠିକି, ମାନେ ପ୍ରାଚୀନ ମାନେ ପିତ୍ତଳର ଯେତେ ସବୁ ପ୍ରାଚୀନ ମୂର୍ତ୍ତି ଅଛି ସେ ସବୁ ଜିନିଷ ଦେଖିବାକୁ ଆସିଛି। ଏ ଦେଖ ଏଇଟା ହେଉଛି ନନ୍ଦୀ ପିତ୍ତଳର, ଏ ସବୁ ପିତ୍ତଳର। ଗଜାନନ ଆପେ ଗୋପବନ୍ଧୁ, ପ୍ରାଚୀନ ସବୁ ଏଗୁଡ଼ା ସବୁ ଦୀପ। ଦୀପଦାନୀ ସବୁ। ଏପଟେ ବାସନ କୁସନ, ପାରମ୍ପରିକ ଓଡ଼ିଆ କଂସା ବାସନ।
ଇଏ ବି ସେଇ ବାସନକୁସନ ପାରମ୍ପରିକ ଓଡ଼ିଆ ବାସନକୁସନ। ମାଛ ଛିଡ଼ା ହେଇଛି ଆଉ। ଏଇଟା କ'ଣ ଚିତ୍ରଳ ପିତ୍ତଳ ଥାଳିଆ ପିତ୍ତଳ ନିର୍ମିତ। ଶସ୍ୟ ମପା ମାଣ, ଏଇଟା ହେଉଛି ମାଣ। ଛୋଟରୁ ବଡ଼ ପୁରା ସଜେଇକି ରଖିଛନ୍ତି ଆଉ ବିଭିନ୍ନ ଧାତ ପ୍ରାଣୀ କଳାକୃତି ମାନେ ଧାତ ପ୍ରାଣୀ ସବୁ। ଏପଟେ ନମନୀୟ ପିତ୍ତଳ ନିର୍ମିତ ମାଛ ସରୀସୃପ ଜାତୀୟ ପ୍ରାଣୀ ମାଛ। ଏଇଟା ଶାଳ ମାଛଟା ବୋଧେ। ଶାଳ, ଶେଉଳ, ସାପ, ବେଙ୍ଗ, କୁମ୍ଭୀର ଆଉ ମତ୍ସ୍ୟକୃତି ଧୋକ୍ରା। ଧୋକ୍ରା କ'ଣ? ମାଛ ମାନେ କୋଉ ମାଛ ଟାଇପର ତ ମାଛ? ଧୋକ୍ରା ଗୋଟେ ନା ମାଛ ନୁହଁ। ମାଛ ନା କୋଉଟା ମାଛ ଟାଇପର? ଏଇଟା ପାରମ୍ପରିକ ଅଳଙ୍କାର ବାକ୍ସ। ସିନ୍ଧୁକ କହନ୍ତି। ଆଉ ଏଇଟା ପାରମ୍ପରିକ ଧୋକ୍ରା ହଳଦୀ କାଠୁଆ ସିନ୍ଦୁର ଫାଟୁଆ ଯେଉଁ କହନ୍ତି। ସବୁ ପିତ୍ତଳର ପୁରା ଦୁର୍ଲଭ ବିଭିନ୍ନ ଆକୃତିକର। ସେଟା ନଷ୍ଟ ହେଇଗଲେ। ଏଇଟା ହେଉଛି ରାଧାକୃଷ୍ଣ ଝୁଲଣ ଶିକୁଳି। ତମେ ଏ ସୁଯୋଗ ପାଇବ କେବେ? ଏପଟେ ଗୋଟେ ବଡ଼ ଗଣେଶ, ମାନେ ଏଇଟା ଟେକି ହବନି ବୋଧେ। ସେଇଟା ଏଥିରେ ଆଇଥିବ ନା ମେସିନ୍ ଆସିଛି। ବିଭିନ୍ନ ଶୈଳୀର ଧୋକ୍ରା। ଗଣେଶ ତିନି ରଥଙ୍କର ତିନିଟା ଚକ ବି ଆସିଛି ନା। ଆମେ ଆସିଲୁ ଏବେ କେଉଁଠି? କଣ୍ଢେଇ ଆଉ ମୁଖା ଗ୍ୟାଲେରୀକୁ। ଏ ତିନିଟା ଶୁଖିଛି। ଧାନରେ ତିଆରି, ଧାନରେ ସବୁ ତିଆରି, ମାନେ ଏଠି ଧାନ ହସ୍ତଶିଳ୍ପ କଣ୍ଢେଇ। ଏଇଟା ହେଉଛି ଆମର ଘୋଡ଼ା। এইটা আকচুয়ালি এটা হচ্ছে ମୋ ଝିଅ ଲିସିନ୍। ଏଇଟା ମୋର ଝିଅ ଲିସିନ୍। ଲିସିନ୍ ସେ ଆଜି ଦେଖିବ ମାନେ ସେ କାନ୍ଦି କାନ୍ଦି ଗଡ଼ିବ। ଜାଣିଲ ଭାଇ, ଆଜି ଦେଖିବ ମାନେ କାନ୍ଦି କାନ୍ଦି ଗଡ଼ିବ। এইটা ହେଉଛି ଆମ ମାଣବସା ଝୋଟି ଚିତାର ଝଲକ। କୁଆଡ଼େ ଗଲା ରମୁ? ଏଇଟା ଆମ ଓଡ଼ିଆ ଘରର ପରମ୍ପରାର ସବୁ ମାଟି ଘରର ଛାଞ୍ଚ। ଏଇଟା ସଖୀ କଣ୍ଢେଇ ବାହାଘର। ଏଇଟା ହେଉଛି ଘୋଡ଼ା। କାଠ ଘୋଡ଼ା ଥୁଆ ହେଇଛି। ବହୁତ ବଢ଼ିଆ ବଢ଼ିଆ ପ୍ଲେସ୍, ଆସିଲେ ନିଶ୍ଚୟ ଦେଖିବେ। ପୁରା ବହୁତ ମାଇଣ୍ଡ ବ୍ଲୋଇଂ, ପୁରା ମାନେ ମନ ଖୁସି। ଆଉ ଏଠି 10 ଭୁଜା ଦେବୀ ମା'ଙ୍କର ବି ଅଛି ମୂର୍ତ୍ତି। କୌଣସି ବସ୍ତୁକୁ ଛୁଅନ୍ତୁ ନାହିଁ। ଏଇଟା ହେଉଛି ମାଟି ମାନେ କାଠ ଘୋଡ଼ା। ମୁଖା ଅଛି ରାବଣ ମୁଣ୍ଡ।
ରାବଣର 10 ମୁଣ୍ଡ ଏଇଠି ଅଛି। ଏଇଟା ହେଉଛି ହନୁମାନଙ୍କର ମୁଣ୍ଡ, ତାପରେ ବାକି ଅନ୍ୟମାନଙ୍କର। ଏଇଟା ହେଉଛି ବାଘ। ହଉ, ଏବେ ଆମେ କଣ୍ଢେଇ ଆଉ ମୁଖା ଦେଖିଦେଲୁ। ଏବେ ଚାଲିଲା ଆମେ ନେକ୍ସଟ ବ୍ଲକ୍। ଏପଟେ ଆଉ ଅଛି ନାଇଁ, ଅଛି ଚିତ୍ରଶିଳ୍ପ ଏପଟେ ଅଛି। ରଘୁଆ ହଜିଯିବ ସେ ତମ ସହ। ଆମର ନିଶ୍ଚୟ ତ ଥିବା ଦରକାର। ଏଠୁ ସବୁ ପାଟୁଆ ମାନେ ଆମ ଓଡ଼ିଆ ଘର ଯେତେ ସବୁ ମାନେ ପାଟୁଆ ଦେବାଦେବୀ ଗ୍ରାମଦେବୀ ତାଙ୍କର ସବୁ ଯେତେ ସବୁ ମୂର୍ତ୍ତି, ତାଙ୍କର ସବୁ ଯେତେ ନାଚ, ସେଇ ଶୈଳୀର ସବୁ ଜିନିଷ ଅଛି। ଏଇଟା କେଉଁ ଗାଁର ନଥାଏ ମୁଁ ଜାଣିନି, କିନ୍ତୁ ମୁଁ ଭାବୁଛି ଆମ ଗାଁର ଥିଲେ ବୋଧେ ଭଲ ହେଇଥାନ୍ତା ନା। ଝାମୁ ଯାତ୍ରାର ସେଇଟା ଝଲକ, ନହେଲେ ନୂଆଖାଇର ଝଲକ ହେଇଥିବ। ଆଉ ସାଙ୍ଗମାନେ ଏବେ ମୁଁ ଆସିଛି ମାନେ କେଉଁ ଗୃହକୁ, ଏଠି ଆସିଛି ଯେଉଁ ଆଦିବାସୀ ଅଳଙ୍କାର ଗୃହକୁ। ଅଳଙ୍କାର ଆଦିବାସୀ ଯେତେ ସବୁ ପୁରୁଣା ଅଳଙ୍କାର ପିନ୍ଧୁଥିଲେ ସେ ସବୁ ଘର, ଆଉ ଅଳଙ୍କାର ସବୁ ଅଛି ଏପଟେ ଅଛି। ଆଉ ବାକି ମୋ ପଛପଟେ ଆଦିବାସୀ ଲୋକ ସବୁ ଛିଡ଼ା ହେଇଛନ୍ତି, ଯେଉଁ ଯାହା ସବୁ ଅଳଙ୍କାର ପିନ୍ଧନ୍ତି ସେ ସବୁ ପିନ୍ଧିକି ଛିଡ଼ା ହେଇଛନ୍ତି। ଇଏ ସବୁ କିଛି ପିନ୍ଧି ନାହାନ୍ତି, ଏପଟେ ସବୁ ପିନ୍ଧିଛନ୍ତି ଆଉ।